କ'ଣ କରିବ ଏଠି କୁହ? ଦେଖନ୍ତୁ, ଯାହା ପାଖରେ ଟିକେ ପଇସା ହେଇଗଲା ସିଏ ଗୋଟେ ନୂଆ ରାଜନୀତି ଦଳ ବାହାର କରିଦେଉଛି। ଶଳା ଏମିତିରେ ଆମ ଓଡ଼ିଶାରେ ତିନିଟା ଦଳ ଚାଲିଛି, ବିଜେପି, ବିଜେଡ଼ି, କଂଗ୍ରେସ। ତାପରେ ପୁଣି ଗୋଟେ କୁଆଡ଼େ ବାହାରି ହେଲାଣି ଓଡ଼ିଶା ଜନତା କଂଗ୍ରେସ। ଇଏ ମହମ୍ମଦ ମୁକିମ ବାବୁ କିଏ ତାଙ୍କର, ସିଏ ନୂଆ ଦଳ ଗୋଟେ ବନେଇ ସାରିଲେଣି ଓଡ଼ିଶା ଜନତା କଂଗ୍ରେସ। ଶଳା ଲୋକମାନେ ଭୋଟ ଦେବେ ତ ଦେବେ କାହାକୁ? ତିନିଟା ତ ଦଳ ହେଲାଣି। ବିଜେପି କହୁଛି ଆମ ଦଳ ଭଲ, ଆମକୁ ଭୋଟ ଦିଅ। ବିଜେଡ଼ି କହୁଛି ଆମେ ସବୁକିଛି କରୁଛୁ, ଆମକୁ ଭୋଟ ଦିଅ। କଂଗ୍ରେସ ତ କହୁଛି ଆମେ ହେଉଛୁ ହର୍ତ୍ତାକର୍ତ୍ତା ଦୈବ ବିଧାତା, ଆମକୁ ଭୋଟ ଦିଅ। ତା ବାଦେ ପୁଣି ଇଏ ଗୋଟେ ଦଳ ବାହାରିଲାଣି ଓଡ଼ିଶା ଜନତା କଂଗ୍ରେସ। ଏଠି ଲୋକମାନେ କରିବେ କ'ଣ? କାହାକୁ ଭୋଟ ଦେବେ? ଆପଣମାନେ ବିଚାର କରନ୍ତୁ। ଜଣିଏ ଲୋକ କେବଳ ଗୋଟିଏ ଦଳକୁ ହିଁ ଭୋଟ ଦେଇପାରିବ। ତା ବାଦ ଯଦି ସମସ୍ତେ ଯଦି ଏମିତି ଗୋଟେ ଦଳ ବାହାର କରିଦେବେ, କାଲି ସକାଳେ ପୁଣି ଆଉ ଗୋଟେ କିଏ ବାହାରି ଚାଲି ଆସିବ, ପୁଣି ଗୋଟେ ଦଳ ବାହାର କରିଦେବ। କାଲି ପୁଣି କିଏ ଚାଲି ଆସିବ, ସିଏ ଗୋଟେ ଦଳ ବାହାର କରିଦେବ। ଏଠି ହେଉଛି କ'ଣ ବୁଝି ହେଉନି। ଆମ ଦେଶ କେମିତି ଉନ୍ନତି କରିବ ସେ ବିଷୟରେ କାହାର ଚିନ୍ତା ନାହିଁ। ସମସ୍ତେ ଗୋଟେ ବଡ଼ ମାମଲତିକାର ଦେଖେଇକି ଯାହା ପାଖରେ ଟିକେ ପଇସା ପାୱାର ହେଇଯାଉଛି ସିଏ ଗୋଟେ ନୂଆ ଦଳ ବାହାର କରିଦେଉଛି, କହୁଛି ମୋ ଦଳ ଭଲ, ମୋତେ ଭୋଟ ଦିଅ। ଆଉ ଲୋକମାନେ ଭୋଟ ଦେବେ ତ ଦେବେ କାହାକୁ? ଖାଲି ନିଜ ରାଜନୀତିରେ ଆଜିକା ଡେଟ୍ରେ ମାନେ ବିଶ୍ୱାସ କରନ୍ତୁ ଭାଇମାନେ, ଆଜିକା ଡେଟ୍ରେ ରାଜନୀତି ହେଉଛି ସବୁଠାରୁ ବଡ଼ ବିଜନେସ୍ ହେଇଗଲାଣି। ଏଇଟା ସତ ନା ମିଛ ଆପଣମାନେ କମେଣ୍ଟ କରିକି କହିବେ।